ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀ। କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ବିଭିନ୍ନ ମହଲରେ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ଶୋକ ପ୍ରକାଶ। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ବୀର ସାମ୍ବାଦିକ ନାରାୟଣ ଚନ୍ଦ୍ର ସାହାଣୀ 64 ବର୍ଷ ବୟସରେ ଆଜି ହୃଦଘାତରେ ଦେହାନ୍ତ ହୋଇଛି। ସ୍ୱର୍ଗତ ସାହାଣୀଙ୍କର ହାତଗଢ଼ା ସାମ୍ବାଦିକ ଜିଲ୍ଲାର କୋଣ ଅନୁକୋଣରେ ସାମ୍ବାଦିକତା କରି ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସ୍ୱର୍ଗତ ସାହାଣୀ 2022 ମସିହାରେ ଘଟିଥିବା ରାସ୍ତା ଦୁର୍ଘଟଣାରେ ଆହତ ହୋଇ ପକ୍ଷାଘାତ ଅବସ୍ଥାରେ ପାଟକୁରାରେ ଥିବା ତାଙ୍କ ସହଧର୍ମିଣୀଙ୍କ ସହ ବାସଭବନରେ ରହୁଥିଲେ। ଗତ 27 ତାରିଖରେ ତାଙ୍କ ଦେହ ଗୁରୁତର ଅସୁସ୍ଥ ହୋଇଥିବାରୁ ତାଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା। ଗତକାଲି ଅପରାହ୍ନ ପ୍ରାୟ 3ଟା ସମୟରେ ହଠାତ୍ ହୃଦଘାତ ହେବାରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱର୍ଗତ ସାହାଣୀଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ତଥା ପାଟକୁରା ହାଇସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ରୀନାବାଳା ମହାନ୍ତି, ଦୁଇଟି ଝିଅଙ୍କ ମଧ୍ୟରୁ ବଡ଼ ଝିଅ ଡାକ୍ତର ଐଶ୍ୱର୍ଯ୍ୟା ପ୍ରଜ୍ଞା ଲିପ୍ସା ସାହାଣୀ ଉପସ୍ଥିତ ଥିଲେ। ସ୍ୱର୍ଗତ ସାହାଣୀ ପ୍ରଥମେ ଦୈନିକ ଖବରକାଗଜରୁ ତାଙ୍କ ସାମ୍ବାଦିକତା ଆରମ୍ଭ କରିଥିଲେ। ପରେ ଜିଲ୍ଲାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ରୂପେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ଅନେକ ଗଣମାଧ୍ୟମରେ ସାମ୍ବାଦିକତା କାର୍ଯ୍ୟ କରି ଜିଲ୍ଲାରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ସ୍ୱର୍ଗତ ସାହାଣୀଙ୍କ ପରଲୋକ ଖବର ପାଇ ପାଟକୁରା ବାସଭବନଠାରେ ଶେଷ ଦର୍ଶନ କରିବା ପାଇଁ ଅନେକ ସାମ୍ବାଦିକ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ତାଙ୍କ ପାର୍ଥିବ ଶରୀରକୁ ନିଜ ଗାଁ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଚିରିପଡ଼ାରେ ଥିବା ପୈତୃକ ବାସଭବନକୁ ଶୋଭାଯାତ୍ରାରେ ନିଆଯାଇଥିଲା। ଆଜି ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ମେଡିକାଲ କଲେଜର ଶେଷ ବର୍ଷ ଛାତ୍ରୀ ଥିବା ତାଙ୍କ ସାନ ଝିଅ ପ୍ରୀତି ଲିପ୍ସା ସାହାଣୀ ପହଞ୍ଚିବା ପରେ ତାଙ୍କ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯିବ ବୋଲି ପରିବାର ଲୋକ ସୂଚନା ପ୍ରଦାନ କରିଛନ୍ତି। ନାରାୟଣ ସାହାଣୀଙ୍କ ବିୟୋଗରେ ବିଭିନ୍ନ ରାଜନେତା ଶୋକ ପ୍ରକାଶ କରିଛନ୍ତି। ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ନାରାୟଣ ସାହାଣୀଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, କଂଗ୍ରେସ ନେତା ରକ୍ତିକାନ୍ତ କାନୁନଗୋ, ବ୍ଲକ ଅଧ୍ୟକ୍ଷ ଅଜୟ ମହାରାଜ, ସମବାୟବିତ ପ୍ରମୋଦ ସାହୁ, ବିଜେପି ନେତା ତେଜେଶ୍ୱର ପରିଡ଼ା, ବିଜୟ କୁମାର ନାୟକ, ଚିତ୍ତରଞ୍ଜନ ଚୌଧୁରୀ, ଶ୍ରୀକାନ୍ତ ସେନାପତି, ଅମିୟ ଜେନା, ବାପି ମହାନ୍ତି, ସମିତି ସଭ୍ୟ ରାକେଶ ମହାପାତ୍ର, ଅହଲ୍ୟା ଲେଙ୍କା, ଜିଲ୍ଲା ପରିଷଦ ଏଲିଜା ସ୍ୱାଇଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ାରୁ ନାମ ବ୍ରହ୍ମଙ୍କ ରିପୋର୍ଟ, ଷ୍ଟାର ଓଡ଼ିଶା ନ୍ୟୁଜ୍।